ଭାଇମାନେ ଆଜିକାଲି ତ ଓଡ଼ିଶାରେ ଚାକିରି ନାହିଁ, କିନ୍ତୁ ପ୍ରତି ଗଳିରେ ଗୋଟେ ଗୋଟେ ଇନଫ୍ଲୁଏନ୍ସର ବୁଲୁଛନ୍ତି। କାଲି ମୁଁ ଗୋଟେ ପିଲାକୁ ଦେଖିଲି ରାସ୍ତା କଡ଼ରେ ଠିଆ ହେଇଛି, ନିଜ ପ୍ୟାଣ୍ଟ ଖୋଲିବା ଅବସ୍ଥାରେ କ୍ୟାମେରାକୁ ଚାହିଁ କହୁଛି, ସୋ ଗାଇଜ୍ ଦେଖନ୍ତୁ ମୁଁ ଆଜି କ'ଣ କରିବାକୁ ଯାଉଛି। ମୁଁ ଭାବିଲି ବୋଧେ କିଛି କାଣ୍ଡ କରିବ, ତାପରେ ଦେଖିଲା ବେଳକୁ ସେ ଶଳା ଗୋଟେ ନୂଆ ବେଲ୍ଟ କିଣିଛି ବୋଲି ଦେଖାଉଛି। ମାନେ ଆରେ ଭାଇ, ଦେଖେଇବାର ହିଁ ସୀମା ଥାଏ। ଏବେକାର ବ୍ଲଗର ମାନେ ଏମିତି ହେଲେଣି ଯେ ଶୋଇବା ଠାରୁ ଗାଧୋଇବା ପର୍ଯ୍ୟନ୍ତ ସବୁ ଭିଡ଼ିଓ ଅପଲୋଡ଼ କରିଦେଉଛନ୍ତି। କାଲି ଜଣେ ବ୍ଲଗର ତା ଗାର୍ଲଫ୍ରେଣ୍ଡ ସହ ବସିଛି ଆଉ କହୁଛି, ଆମେ ଆଜି ଗାଇଜ୍ ଆମେ କିଛି ସ୍ପେଶାଲ୍ କରିବାକୁ ଯାଉଛୁ, ଆପଣମାନେ ଖାଲି ଧୈର୍ଯ୍ୟର ସହ ଦେଖନ୍ତୁ। ମୁଁ ଭାବିଲି ବୋଧେ ଆଡଲ୍ଟ କଣ୍ଟେଣ୍ଟ ଆସିବ, କିନ୍ତୁ ଶେଷରେ ସେ ଗଧଟା ମାଗି ଆଣିଥିବା ଗୋଟେ କେକ୍ କାଟିକି ଖୁଆଇଦେଲା। ଆଉ ସବୁଠୁ ବଡ଼ କଥା ହେଉଛି, ଏମାନେ ବ୍ଲଗିଂ ନାଁରେ ଏତେ ଡିଟେଲ୍ ଦିଅନ୍ତି ଯେ ଭିତର କଥା ସବୁ ବାହାରକୁ ଆସିଯିବ ଆଉ କେହି କହିପାରିବେନି। ଗୋଟେ ବ୍ଲଗର ତା ବାପାଙ୍କୁ ପଚାରୁଛି, ବାପା ମୋ ଭିଉଅର୍ସ ମାନେ ପଚାରୁଛନ୍ତି ତୁମେ ଏତେ ରାତିରେ ବାହାରକୁ କୁଆଡ଼େ ଯାଉଛ? ବାପା କହିଲେ, ଆବେ ଗଧ, ମୁଁ ଯେଉଁଠିକି ଯାଏ ତ ଯାଏ, ତୁ ଖାଲି ଏତିକି କହ ତୋ କ୍ୟାମେରାଟା ତୋର କେଉଁ କାମରେ ଲାଗେ? ଖାଲି ଭିଡ଼ିଓ ବନାଏ ନା ଆଉ କିଛି ସ୍ପେଶାଲ୍ ବି ବନାଉ? କଣ୍ଟେଣ୍ଟ ନାଁରେ ଏଠି କେବଳ ମେଣ୍ଟାଲ ପେସେଣ୍ଟ ବୁଲୁଛନ୍ତି। ବ୍ଲଗିଂ ମାନେ କ'ଣ? ମାନେ ନିଜ ଜୀବନ ଦେଖେଇବା, କିନ୍ତୁ ଏଠି ଲୋକମାନେ ଜୀବନ ନୁହେଁ, ନିଜର ଇଣ୍ଟରନାଲ୍ ଅର୍ଗାନ୍ ବି ସବୁ ଦେଖେଇଦେବେ। କାଲି ଗୋଟେ ବ୍ଲଗ ଦେଖିଲି, ମୋ ଶାଶୁଙ୍କର ଗୋଡ଼ ଫାଟି ଯାଇଛି, ଦେଖନ୍ତୁ ଗାଇଜ୍। ଏବେ ମାନେ ଲାଗେ ଯେମିତି ଆମେ ଗଧ, ତାଙ୍କ ଗୋଡ଼ ଫାଟିଛି ତେଲ ଲଗା। ଆମକୁ କାହିଁ ଦେଖାଉଛୁ? ଆମେ କ'ଣ ସନସ୍କ୍ରିନ୍ ନେଇକି ଭିତରକୁ ପଶି ମାଲିସ୍ କରିଦେବୁ? ଆଉ କିଛି ମହାନ ବ୍ୟକ୍ତି ଅଛନ୍ତି ଯେଉଁମାନେ କପଲ୍ ବ୍ଲଗ୍ ବନାନ୍ତି। ସେମାନଙ୍କ ପାଇଁ ପ୍ରାଇଭେସି ମାନେ କିଛି ନାହିଁ। ବେଡ଼ରୁମ୍ରେ କ୍ୟାମେରା ଅନ୍ କରି କହିବେ, ଆମେ ଆଜି ବହୁତ ବଡ଼ ଝଗଡ଼ା ହେଇଯାଇଛି ଗାଇଜ୍, ମୁଁ ବହୁତ କାନ୍ଦୁଛି। ତୁ ଯଦି କାନ୍ଦୁଛୁ ତେବେ କ୍ୟାମେରା ଆଙ୍ଗେଲ୍ ସେଟ୍ କଲା କିଏ? ଲାଇଟିଂ କଲା କିଏ? କାନ୍ଦିଲା ବେଳେ ଲିପଷ୍ଟିକ୍ ତୋର ପୁରା ପରଫେକ୍ଟ ଅଛି। ଏମାନେ କାନ୍ଦୁନାହାନ୍ତି, ଏମାନେ ଭ୍ୟୁଜ୍ ପାଇଁ ନିଜ ସମ୍ପର୍କର ଶ୍ରାଦ୍ଧ କରୁଛନ୍ତି। ଆଉ ଯେଉଁମାନେ ସବୁ ନୂଆ ନୂଆ ବାହା ହେଇକି ବ୍ଲଗ୍ କରୁଛନ୍ତି, ଥମ୍ବନେଲ୍ରେ ସେମାନେ ଲେଖିବେ, ଆଜି ରାତିରେ ସ୍ୱାମୀ ମୋତେ କ'ଣ କଲେ ଦେଖନ୍ତୁ। ଆଉ ଭିଡ଼ିଓରେ ଦେଖିଲା ବେଳକୁ ସେ ଶଳା ବାଇଗଣ ଭର୍ତ୍ତା ଚକଡ଼ୁଥିବ। ଏମିତି କ୍ଲିକ୍ ବେଟ୍ କରିବେ ଯେ ଲାଗିବ ଏମିତି ୟୁଟ୍ୟୁବରେ ବ୍ଲଗିଂ ନୁହେଁ, ପୁରା କ୍ରାଇମ୍ ମେଟ୍ରୋଲ ଚାଲିଛି। ଲାଷ୍ଟ ଖାଲି ଏତିକି କହିବି, ନିଜ ଇଜ୍ଜତକୁ ବଜାରରେ ନିଲାମ କରନି। ଆଜିକାଲି ଭିଡ଼ିଓ ଦେଖିକି ଲୋକ ଲାଇକ୍ କମ୍ ଆଉ ଗାଳି ବେଶୀ କରୁଛନ୍ତି। ଯଦି କଣ୍ଟେଣ୍ଟ ନାହିଁ, ମୋବାଇଲ ସାଇଡ଼୍ ରଖିକି କିଛି କାମ ଧନ୍ଦା କର, ନହେଲେ ନିଜେ କ୍ୟାମେରା ଷ୍ଟାଣ୍ଡଟା ତୁମର କେଉଁଠି ପଶିବ ତୁମେ ଜାଣି ହିଁ ପାରିବନି। ବ୍ଲଗିଂ କର, କିନ୍ତୁ ଏମିତି କରନି ଯେ ଦିନେ ତୁମକୁ ନିଜ ଘର ଲୋକ କହିବେ